ମୋର ଚିଫ୍ ରିପୋର୍ଟର ମଧୁସୂଦନ ମିଶ୍ର ଆମ ସହିତ ଫୋନ୍ ଲାଇନ୍ରେ ଯୋଡ଼ି ହୋଇଛନ୍ତି ସମ୍ପର୍କରେ ଅଧିକ ସୂଚନା ପାଇଁ। ମଧୁସୂଦନ, ବଳଙ୍ଗା ପୀଡ଼ିତାଙ୍କର ତୃତୀୟ ଥର ପାଇଁ ବୟାନ ରେକର୍ଡ ପାଇଁ ପୁଲିସ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ପହଞ୍ଚିଛି ଏବଂ ଯେହେତୁ ଓଟିରେ ରହିଛନ୍ତି ବୟାନ ରେକର୍ଡ ହୋଇପାରି ନାହିଁ। କ'ଣ କୁହାଯାଉଛି, କେତେବେଳେ ବୟାନ ରେକର୍ଡ କରାଯିବ ଏବଂ ତାଳମେଳ ରହୁନଥିବା ମଧ୍ୟ କୁହାଯାଉଛି ଦୁଇ ଥର ବୟାନ ରେକର୍ଡ ପରେ ବି। ସିଗ୍ଧା ଆଜି ବେଶ ଗୁରୁତ୍ୱପୂର୍ଣ୍ଣ ଦିନଟିଏ ଆଜି ବଳଙ୍ଗା ଘଟଣାର କାରଣ ଏହା ତୃତୀୟ ଥର ପାଇଁ ବୟାନ ରେକର୍ଡ କରିବାକୁ ଯାଉଛି ପୁରୀ ପୋଲିସ। ପ୍ରଥମେ 19 ତାରିଖ ଦିନ ବୟାନ ରେକର୍ଡ କରିଥିଲା। ତା ପରବର୍ତ୍ତୀ ସମୟରେ କ୍ରାଇମ ବ୍ରାଞ୍ଚର ଅଧିକାରୀ ଏବଂ ପୋଲିସ ଟିମ୍ ଯାଇ ଦିଲ୍ଲୀର ଏମ୍ସ ରୁ ତାଙ୍କର ବୟାନ ରେକର୍ଡ କରିଥିଲା ଏବଂ ଡାକ୍ତରଙ୍କ ଉପସ୍ଥିତିରେ ମଧ୍ୟ ବୟାନ ରେକର୍ଡ କରାଯାଇଥିଲା। ତାଙ୍କ ପରିବାର ସଦସ୍ୟ ମାନଙ୍କର ବୟାନ ରେକର୍ଡ କରାଯାଇଥିଲା। କେଉଁଠି ନା କେଉଁଠି ବୟାନରେ ତାଳମେଳ ରହିଲା ନାହିଁ। ତେଣୁ ପୋଲିସର ତଦନ୍ତ ଯୋଉ ଦିଗରେ ଯିବା କଥା କିମ୍ବା ଯୋଉ ଦିଗରେ ପୋଲିସ ତଦନ୍ତ ବିଗିନିଂ ଡେଟ୍ ରୁ କରି ଆସୁଥିଲା ଏବଂ ପ୍ରଥମ ଦିନର ବୟାନ ଏବଂ ପରବର୍ତ୍ତୀ ସମୟରେ କ୍ରାଇମ ବ୍ରାଞ୍ଚର ଅଧିକାରୀ ମାନେ ଯୋଉ ବୟାନ ନେଇଥିଲେ କେଉଁଠି ନା କେଉଁଠି ପୋଲିସ ଦିଗଭ୍ରଷ୍ଟ ହୋଇଗଲା। କାରଣ ଏ ପର୍ଯ୍ୟନ୍ତ ପୋଲିସ କାହାକୁ ଧରିବାରେ ସମର୍ଥ ହୋଇନାହିଁ। ଯଦି ବା ଜେଏମଏଫସି କୋର୍ଟରେ 4 ଜଣଙ୍କ ବୟାନ ରେକର୍ଡ କରାଯାଇଛି, ତାଙ୍କର 2 ଜଣ ସାଙ୍ଗଙ୍କର ବୟାନ ରେକର୍ଡ କରାଯାଇଛି ଏବଂ ତାଙ୍କ ସହିତ ପରିବାର ସଦସ୍ୟ ମାନଙ୍କର ବୟାନ ରେକର୍ଡ କରାଯାଇଛି, କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ସଫଳତାର ଯୋଉ ଶୀର୍ଷରେ ପହଞ୍ଚି ପାରିନାହିଁ କିମ୍ବା ସଫଳତାର ଅନ୍ତରେ ପହଞ୍ଚି ପାରିନାହିଁ। ତେଣୁ ଗତ 2 ଦିନ ତଳେ ଯୋଉ ଯାଇଥିଲେ ଯେ କି ଆଇଓ ଅଛନ୍ତି ଏବଂ ଡିଏସପି କଳ୍ପନା କହଁର ଏବଂ ତାଙ୍କ ସହିତ ବଳଙ୍ଗା ଥାନାର ଯେ ଆଇଆଇସି ଦିବ୍ୟରଞ୍ଜନ ପଣ୍ଡା, ସେମାନେ ଗତକାଲି ଟ୍ରାଏ କରିଥିଲେ ଯେ ପୀଡ଼ିତାଙ୍କର ବୟାନ ରେକର୍ଡ କରିବା ପାଇଁ, କିନ୍ତୁ କେଉଁଠି ନା କେଉଁଠି ମେଡିକାଲ ଟିମ୍ ତାଙ୍କୁ ପରମିଶନ ଦେଇନଥିଲେ। କାରଣ ଥିଲା ଯେ ଯେହେତୁ ସେ ଓଟିରେ ତାଙ୍କର ଅପରେସନ ଥିଏଟରରେ ତାଙ୍କର ଚିକିତ୍ସା ଚାଲିଥିଲା, ତେଣୁ ଏମାନେ ସେ ସୁଯୋଗ ପାଇପାରିଲେ ନାହିଁ ଗତକାଲି ବୟାନ ରେକର୍ଡ କରିବା ପାଇଁ। କିନ୍ତୁ ଗତକାଲି ଯୋଉ ତାଙ୍କ ପିଉସୀ ତାଙ୍କର ସମ୍ପର୍କୀୟ ପିଉସୀ ଏବଂ ତାଙ୍କ ସହିତ ତାଙ୍କ ଦାଦା ଏବଂ ତାଙ୍କ ବାପାଙ୍କର ବୟାନ ରେକର୍ଡ କରିଛନ୍ତି। ବଡ କଥା ହଉଛି କଳ୍ପନା କହଁର ବିଗିନିଂ ଡେଟ୍ ରୁ ତାଙ୍କର ସମସ୍ତ ପରିବାର ସଦସ୍ୟଙ୍କର ଯେହେତୁ ବୟାନ ରେକର୍ଡ କରିଛନ୍ତି, ତେଣୁ 2 ଥର ବୟାନ ରେକର୍ଡ ପରେ ଯେହେତୁ କୌଣସି ଅନ୍ତ ଆସିଲାନି କିମ୍ବା କୌଣସି କନକ୍ଲୁଜନ ରେ ପହଞ୍ଚି ପାରିଲେନି ପୁରୀ ପୋଲିସ। କାରଣ ପ୍ରଥମରେ 3 ଜଣ ଯୁବକ କଥା କୁହାଯାଉଥିଲା, ପରବର୍ତ୍ତୀ ସମୟରେ କିରୋସିନ ତାଙ୍କର ଯୋଉ କିରୋସିନ ବୋତଲ ସେଇଠୁ ଉଦ୍ଧାର କରାଗଲା, ସେ କିରୋସିନ ବୋତଲ ମଧ୍ୟ ତାଙ୍କ ଘରୁ ଉଦ୍ଧାର କରାଗଲା ଏବଂ ଗୋଟେ ରୂପା ମୁଦି ଆସିଲା। ସେ ରୂପା ମୁଦି ତାଙ୍କ ସାଙ୍ଗ କିଣିଥିଲେ। ସେ ରୂପା ମୁଦି ପୁଣି ଗୋଟେ ମାନେ ଚକୋଲେଟ ଜରି ଭିତରେ ପଶିଥିଲା ଏବଂ ସିଏ ରୂପା ମୁଦି କନସ୍ପିରେସି ଆଜି ପର୍ଯ୍ୟନ୍ତ ପୋଲିସ ମଧ୍ୟ ପାଇପାରୁନାହିଁ। କଣ ପାଇଁ ସେ ରୂପା ମୁଦିଟା ସେଇ ଜାଗାରେ ପଡିଗଲା ପରେ ସେ ପୀଡ଼ିତା ଦୌଡ଼ିକିରି ଗଲେ ଦୁଃଖୀ ରାମ ସେନାପତି ଘର ପାଖକୁ ଏବଂ ସେଠି ଯାହା ବୟାନ ଦେଲେ କିମ୍ବା ଯାହା ବୟାନ ପରବର୍ତ୍ତୀ ସମୟରେ ଦେଲେ ତାହା କୌଣସି ଜାଗାରେ ତାଳମେଳ ରହିଲା ନାହିଁ। ଯେହେତୁ ତାଳମେଳ ରହିଲା ନାହିଁ, ପୋଲିସ କୌଣସି ଦିଗରେ ସ୍ପଷ୍ଟ ହୋଇପାରିଲା ନାହିଁ ଯେ 3 ଜଣ ଯୁବକ ରିଅଲି ଥିଲେ ନା ନାହିଁ। ଯଦି 3 ଜଣ ଯୁବକ ଥିଲେ ତାହେଲେ ସେମାନେ କେଉଁ ଅଞ୍ଚଳର, କାରଣ କୌଣସି ଫଟୋଚିତ୍ରରେ 3 ଜଣ ଯୁବକ ଆସୁନାହାନ୍ତି କିମ୍ବା କୌଣସି ଯୋଉ ସିସିଟିଭି କ୍ୟାମେରାରେ ନା ପୀଡ଼ିତା ମଧ୍ୟ ଆସୁଛନ୍ତି। ପୀଡ଼ିତା ତାଙ୍କ ଘରୁ ଯୋଉ ଘଟଣାସ୍ଥଳକୁ କେମିତି ଗଲେ, କେଉଁ ବାଟ ଦେଇ ଗଲେ, ଏସବୁ କୌଣସି ଜାଗାରେ ସ୍ପଷ୍ଟ ହଉନାହିଁ କିମ୍ବା ଯୋଉ ପରିବାର ସଦସ୍ୟ ମାନଙ୍କର ସେମାନେ ପ୍ରତିକ୍ରିୟା ନେଲେ କିମ୍ବା ବୟାନ ରେକର୍ଡ କଲେ ତାଙ୍କ ଭିତରେ ମଧ୍ୟ ତାଳମେଳ ନାହିଁ। ନା ମାଙ୍କ ବୟାନ, ନା ବାପାଙ୍କ ବୟାନ, ନା ଦାଦାଙ୍କ ବୟାନ, ନା ପରିବାର ସ୍ୱଜନ ମାନଙ୍କର ବୟାନ, ନା ସ୍ଥାନୀୟ ବାସିନ୍ଦାଙ୍କ ବୟାନ। କେଉଁଠି ନା କେଉଁଠି ପୋଲିସ ଗୋଟେ ଦିଗଭ୍ରଷ୍ଟ ଭଳିଆ ଚାଲିଛି ବୟାନକୁ ନେଇକରି। କାରଣ ପୋଲିସ ତାର ତଦନ୍ତ କରୁଛି, ପୋଲିସ ସ୍ପଷ୍ଟ ହୋଇସାରିଲାଣି ବୋଧ ହୁଏ ଯେ କଣ ଘଟଣା ଘଟିଛି, କିନ୍ତୁ ବୟାନ ଆଧାରରେ ଯେହେତୁ ପୋଲିସ ତଦନ୍ତ କରୁଛି କେଉଁଠି ନା କେଉଁଠି
गोटे कनक्लूजन माने शेष Okay. अंतरे ए पर्यंत पुलिस पहुंची पारु नाही मधुसूदन प्रकृत में से दिन सकाळे कौन घटिथिला से नहीं वर्तमान से रहस्य उपर एवं पर्यंत भी परदा हटि पारि नाही एवं बळंगा पीड़ितांकर देहरे किए किरोसिन ढाळिथिला किए तांकु जाळिबा पई उद्यम करथिला से बाबद रे मध्य कोनोसी पर्यंत स्पष्टता मिली पारि नाही जदि पुलिस ए दिगरे लगातार भाबरे तदंत जारी रखिछि। धन्यवाद चीफ रिपोर्टर मधुसूदन मिश्रा हम फोन लाइन जोड़ी होइथिले सविशेष सूचना देथिले। Sri Sri University. Admission open.